ବାସି ଖାଇବାରେ ତିଆରି ହେଇଥିବା ପିଠାଟା କେମିତି ଦେଖାଯାଉଛି ନା ଭାଇନା? ଆସନ୍ତୁ ଜାଣିବା କେମିତି ତିଆରି ହେଇଛି। ସକାଳୁ ଉଠୁ ଉଠୁ ଆଜି ଯୋଉ ଭୋକ, ଓହୋ କଣ କହିବି ଆଜ୍ଞା, ସକାଳୁ ସକାଳୁ ପେଟ ଭିତରେ ମୂଷା ଗୁଡା ପୁରା କବାଡି ଖେଳିଲେଣି। ମାଇକିନା କହିଲି କଣ ଟିକେ କର ଖାଇବା, ବହୁତ ଭୋକ ଲାଗିଲାଣି। ମାଇକିନା କଣ ନା ଆମର ପୁରା ଚାଲାକ ମାଇକିନା, ସିଏ କଣ କରୁଛି ରାତିରେ ଯୋଉ ବାସି ଭାତ ଥିଲା ତାକୁ ଗ୍ରାଇଣ୍ଡରରେ ପକେଇକି ତା ସହିତ ଟିକେ ସିଝା ଆଳୁକୁ ପକେଇକି ଭଲ ଭାବରେ ଦେଖନ୍ତୁ ଗ୍ରାଇଣ୍ଡ କରିକି ଗୋଟେ ବେଟର ତିଆରି କରିଦେଲା। ଦେଖୁଛନ୍ତି ନା କି ସୁନ୍ଦର ଭାବରେ ବେଟରଟା ହେଇଯାଇଛି। ସେ ବେଟରଟାକୁ ଗୋଟେ ଜାଗାରେ ବାହାର କରିଦେଲା। ତାପରେ କଣ କରୁଛି ନା ସୋୟାବିନ ବଡି ତାକୁ ସିଝେଇକି ଯୋଉ ରଖିଥିଲା ତାକୁ ବି ପୁଣି ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରିବା ପାଇଁ ଢାଳିଦେଲା। ଦେଖନ୍ତୁ ଗ୍ରାଇଣ୍ଡ ହେଇଗଲା, ପୁରା ମସ୍ତ କୁଚୁ କୁଚୁ ହେଇକି ଗ୍ରାଇଣ୍ଡିଂ ହେଇଛି। ଏଇଟାକୁ ସେ ବେଟରରେ ପକେଇଦେଲା, ଯୋଉ ଆମେ ଜାଗାରେ ରଖିଥିଲେ ବେଟରଟାକୁ। ସେଥିରେ ଏବେ ବର୍ତ୍ତମାନ ପିଆଜ ଟିକେ ପକେଇଲା ଚୁନ ଚୁନ କରିକି, ଧନିଆ ପତ୍ର ଟିକେ ପଡିଲା, ମେସିଆ ପତ୍ର ଟିକେ ପଡିଲା, ଆଉ କଞ୍ଚା ଲଙ୍କା ସାନ ସାନ କାଟିକି ପକେଇକି କଟା ଘାରେ ଚୂନ ଲଗେଇଲା ପରେ ଲୁଣ ବି ଛିଞ୍ଚି ଦେଲା। ଆଉ ତାପରେ ଗୋଟା ଜିରା ଟିକେ ପକେଇକି ଭଲ ଭାବରେ ଯେତିକି ରାଗ ଥିଲା ସେଥିରେ ପୁରା ଦଳି ଚକଟି ଘାଣ୍ଟିକି ଭଲ ଭାବରେ ବେଟରଟାକୁ ମିକ୍ସ କରିଦେଲା। ଆଉ ତାପରେ କିଛି ସମୟ ପାଇଁ ଛାଡ଼ିଦେଲା। କେଣ ବୋଲେ ତାପରେ କାମ ଗୁଡ଼ା ଆପଣ ସବୁ ଜାଣିଛନ୍ତି ନା। ଓହୋ ଭାଇନା, ପ୍ରଥମେ ଗ୍ୟାସ୍ ତାୱାଟାକୁ ବସେଇକି ଭଲ ଭାବରେ ଗରମ ହେଲା ପରେ ତେଲ ଟିକେ ଭଲ ଭାବରେ ମାଖିକି ତା ଉପରେ ଗୋଟେ ଚଟୁ ସେ ବେଟରଟାକୁ ନେଇକି ପକେଇଦା। କିଛି ସମୟ ପରେ ଗୋଟେ ପଟ ହେଇଗଲା ପରେ ନା ଘିର ମାର୍କା ତାକୁ ଉଲ୍ଟେଇ ଦେବା। ଦେଖୁଛନ୍ତି କେତେ ସୁନ୍ଦର ଭାବରେ ଉଲ୍ଟେଇ ଦିଆଗଲା। ହଁ ଭାଇନା, ରାଇଟ୍ ବୋଲେ ସେମିତି ଉଲ୍ଟେଇବାର ହେଲା ନା। ଦେଖନ୍ତୁ ଦି ପଟ ତାକୁ ଉଲ୍ଟା ହେଇଗଲା, ଆମର ରେଡି ବାସି ଭାତର ଚକୁଳି। ହେଠି ଭାଇନା ମାନେ ଭିଡ଼ିଓଟା ଭଲ ଲାଗିଥିବ ଲାଇକ୍ କରି କମେଣ୍ଟ ଜଣାଇବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବା ଜମାରୁ ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।